जय जगन्नाथ जय जगन्नाथ प्रदीप स्वागत करुछि मो यूट्यूब चैनल एबीसीबी आपण मानकर सहयोग पई बहुत बहुत धन्यवाद। आज आपण मानकु मु आम गाँ रे पालित होतिबा दुतिबाहानी ओषार किछि विजुअल देखैबी वीडियोटी को देखिबे प्रथम शेष पर्यंत उपभोग करिवे दुतिबाहान ओषा विषय भी जानिबे यदि वीडियोटी आपन को भल लागिबो निश्चित भाव में कमेंट करके जनइबे ता सहित सांगमान सहित शेयर करिवे लाइक कमेंट करिया जमारू भूलिबे चलंतु उपभोग करिवा दुतिबाहान सूर्यंक नंदन दुतिबाहान पूजा देखिले हरस मन। आज देखिबा दुतिबाहान ओषा संबलपुर रे पुओ जिउंतिया ओषा कोठी सजा सरिची बाउंस बाड़ी और आखु गछरे मंडप तैयारी हेछि 21 प्रकार फल और परिवार डाला भरी रही लेउटिया शाग को छाड़ी प्रभु मंडप झुणा धूप कर्पूर बास्नारे महकी उठुची। पूजा पाई कालीठू एक बार करी अपेक्षा करिसेंती पूजा हबो। पूजा कोठरी सबु फल परिवा प्रभु को अर्पण करिवे। पूजा आरंभ कले पूजा सारिबा परे बही पढ़ा आरंभ होला। दुतिबाहान बही गीत शुणा बहुत भल लगिला। आमे हिंदू पूजा पार्वण भारी बढ़िया। यही बही गीत रे चिल शियाल को पूजा करिबा शुणी आश्चर्य लगिला। गछ जीव जंतु जल आकाश चंद्र सूर्य समस्त को पूजा करिबा प्रकृति को भल पाइबा को दर्शाए। दुतिबाहान को पूजा करिले अपुत्री पुत्र संतान लाभ करिले। द्वितीय दिन रे द्वितीय घांट खाइले मनरु भांगिबो आंट। चूड़ा तरकारी खाई सारिली मनरे प्रभु नाम स्मरिली।
ମୁଦେ ମୁଦାରେ ରହିଲା ଖରା ଚାଉଳ ନଦେଲେ ଦଣ୍ଡିବ ନାହିଁ ସତମନା ଆସିଲା ସୁଦକୁ ଚାହିଁ ମୋ ପତି ଯେବେ ଧର୍ମ ନିରଞ୍ଜନ ସୁଖାଇ ଦିଅ ସୁନାଧାର ସତ ସତ ଯାହୁ କଲା ବ୍ରାହ୍ମଣୀ ଆକାଶେ ଚଳି ଯାନ୍ତେ ଦିନ ମଣି କିରଣ ତେଜ ସୁଖାଇଲା ଧାନ ସତ କରିছে ଦେବ ନିରଞ୍ଜନ ଶୁଖିଲା ଧାନକୁ କୁଟିଲା ନେଇ ଆଉ ମାନେ ଛନ୍ତି ସବୁ ସେଇ ବ୍ରାହ୍ମଣୀ ସଦା ଶୁଣିଛନ୍ତି ସୂର୍ଯ୍ୟ କାମ ଆରତେ ନାର ହୋଇ ଧୈର୍ଯ୍ୟ ବୁଡ଼ିଲା ବେଳେ ଯେ ହୋଇଲା ରାତି ବ୍ରାହ୍ମଣୀ ଘରକୁ ସୂର୍ଯ୍ୟ ଜଳନ୍ତି ହେମନ୍ତ କୃତ ସେ ବ୍ରାହ୍ମଣୀ କଲା ସତ କରି ପୁଣି ସତ ହେରା ସତ କରିছে ଆସିବେ ଅବଧି ମନେ ବିଚାରିଲା କପଟ ବୋଧେ ନାନା ଅଳଙ୍କାର ଭୂଷଣ করে পাঠ পরাণ পাঠে বহুরে ଯେଉଁ ଖଟେ ଶହେ ଥାଏ ବ୍ରାହ୍ମଣୀ ତହିଁରେ ତାକୁ ଶୁଆଇଲାଣି ପଇଲେ ଶୋଇ ଦେବଣ ଘରେ ବ୍ରାହ୍ମଣୀ ଯାଇ ଶୋଇଲା ତହିଁରେ আগত করে না থেকে বলই পুরুষ হইলে ডরিবু নাহি গো তুকার করে না বলে বুতাকো মাগিলা মাত্রকে দেব দেহকো କିଛି ବୋଲି ତୋନେ ହୋଇଥିବୁ ଯାହା କହିଲେ ମନରେ ରଖିବୁ ନିଶା ନିଜରରେ ଶୋଇଲେ ଯାଇ ନିଜେ କଲେ ଛାୟା ଦେବୀର ସାଇ ଦିନ କର ନାଥ କାମେ ଆରତ ଏତେ ବ୍ରାହ୍ମଣୀ କରିଛି ସତ ନାନୀର বন্ধে করিবে নানা রস বন্ধে করিবে কেরি বিচারে ব্রাহ্মণী মন্দিরে মিলে দেখিলে সেঠারে ব্রাহ্মণী নাহি পইলে শোয়েছে সুবাস হয়ে সে জানি কেউ বার নাহি দাসী বলে করে চিনিলে তহে এতে বিচারে বাহুড়িলে বেগ আন্দেকে ঠোইবা দাসী অঙ্গ মদরে উঠন হইতে অঙ্গ যেণু হয় নাহি কামিনী সত সেই ব্রাহ্মণী গান ভিতরে প্রসাব কলেলে উঠিয়া মূলে যেতে কবে জোরে ଥିଲା প্রসাব সঙ্গতে গছ পড়িলা নিরাশে প্রভু চলিলা ভুবন শ্রী পুরুষোত্তম কহে বচন उड़ीने से पाही होइला दिन ब्राह्मणे उठेला से को पूछिला कहल रात्र के आसीला दासे बोइला मु जानो नाही
ଦେଖିଲେ ଘରେ ଖରା ଥିଲା ଭଏ ଶୁଣିନ ବ୍ରାହ୍ମଣୀ ହେଲା ମୌନ ପାଞ୍ଚେଲା ମୋହି ହେଲେ ସତ୍ୟ ଭଗ୍ନ ଦାସିକି ଫେରି କିଛି ନ କହିଲା ଲେଉଟିଆ ଗତେ ବ୍ରିଜ ରହିଲା ଏମନ୍ତେ ଗଲା ସେ କିଛି ଦିବସ ବ୍ରାହ୍ମଣୀ ହୋଇଲା ତାଙ୍କ ସ୍ପରଶ ପଞ୍ଚମ ଦିନେ ସ୍ନାନ କଲା ପୋଇଲେ କି ତାର ରାଇ ବୋଇଲା ଆଉ ଆହେ ଶପଥଣି ଶୁଣନ୍ତୁ ବେଗ ଅନା ବନା করে কাট গোসায় আর কথা কেহি তো জানতে নাহি সেই লেউটিয়া তলিলা যাই যতন করে খরড়িলা পুণে আনন্দে খাইলা তাহারা মণি অক্ষয় বিগত ক্ষয় রহিলা রান্দে ব্রাহ্মণে গর্ভ দিনକୁ ଦିନ ତ ପେଟ ଦିଶିଲା ବୁଟ ଭାତ କଥା ଗାଣ୍ଡେ ପଡ଼ିଲା ରାଜାଙ୍କ ଠାମୁରେ ପଡ଼ିଲା ଯାଇ ଧରାଇ ନେଲେ ଲୋକ ଗାଇ ରାଜା ଆଜ୍ଞା ଦେଲେ ଶୁଣ ବ୍ରାହ୍ମଣୀ ଏତେ ଅନିତି କଲୁ କାହୁଁ ପୁଣି ରାଜା ବତରେ ବ୍ରାହ୍ମଣୀ କହି ଶୁଣିବା ଦେବ ସାବଧାନ ହୋଇ ଆଶ୍ୱିନ ମାସ ପିତୃପକ୍ଷ ହେଲା ଆଶ୍ଵିନ ବାରୁ ଧାନ କୋଟା ପଡ଼ିଲା ସମସ୍ତ ଘରେ ଧାନ ଦେଲେ ଦେଇ ଘରେ ଧାନ ଜାରିଲେ ଯାଏ ଧାନ ଯାଇ କରି ସେବକ ଗଲେ ଚାରି ଦିନକୁ କଣ୍ଠ ସବୁ କଲେ ଏମନ୍ତ ତହୁଁ ସେ ବରଷା ହେଲା ଧାନ ଉଷାଇଲା ଖରା ନ ହୋଇଲା ଚାଉଳ କେମନ୍ତେ ରାଜାଙ୍କୁ ଦେବି ନଦେଲ ତ ମୁହିଁ ଦଣ୍ଡ ପାଇବି ଏମନ୍ତ ମୋର ଚିନ୍ତା ଚିନ୍ତା କଲି ସୂର୍ଯ୍ୟ ଦେବତାକୁ ମନେ ସ୍ମରିଲି ମୁହିଁ ବୋଲି ଦେବତାଙ୍କ ବର ମୋ ଦୁଆରେ ଆସି ଖରା ଖରା କଲେ ମୁହିଁ ଚାଉଳ ଦେବି ତୁମକୁ ମୋର ଅଙ୍ଗ ସମର୍ପିବି ମୋହମାନ ଦିନ କର ଜାଣିଲେ ସେଦିନ ମୋର ଦ୍ୱାରେ ଖରା କଲେ ନାନ କୁଟି କରି ଚାଉଳ ଦେଲେ ରାଜାଙ୍କ ଠାରେ ନିର୍ଦ୍ଦୋଷୀ ଭଇଲେ ଏମନ୍ତ ତହୁଁ ସେହି ରଜନୀରେ ଠକାଏ ଦିନେ ଲୋଭିଲେ ମରଣ ନବମ ଚାନ୍ଦ କଥା ହେଲା ଶେଷ ଭାବେ ବଣିଲେ ପୁରୁଷୋତ୍ତମ ଦାସ ଏଥୁ ଅନନ୍ତରେ ଶୁଣ ସୁଜନ ଚିଲସିଆଳ ଅଙ୍କ ଚରିତ ମାନ ଦୁତି ବାହାନ କାଷ୍ଟ୍ରା ଓଷା ଫଳେ ଦୁହେଁ ଜନ ମିଲେ ଉତ୍ତମ କୂଳେ ସୁନ୍ଦରୀ ସୁକୁମାରୀ ସୁଲକ୍ଷଣୀ ଜନମ ହୋଇଲେ ଦୁଇ ଭଉଣୀ ଶିଆଳ ଗୋଟି ଜ୍ୟେଷ୍ଠ ଆସି ହେଲା ଶାଳାବତୀ ତାର ନାମ ହୋଇଲା ଦିଲ ଯେ ହୋଇଲା ସାନ ଭଉଣୀ କୁଳବତୀ ହେଲା ନାମ ତା ପୁଣି ସୁକୁମାରୀ ହୋଇ ପିତାର ଘରେ ଆନନ୍ଦ ହୋଇ ସେ ବଞ୍ଚିଲେ ବୋଲେ ଏମନ୍ତ ଥୋଟାଏ ଦିନ ଅନ୍ତର ସାଧବ ମନ୍ତ୍ରୀ ଦୁହେଁ ହେଲେ ବର ଶାଳାବତୀ ଅଟେ ବଡ଼ ଭଉଣୀ ମନ୍ତ୍ରୀ ବିଭା ହେଲେ ତାହାକୁ ପୁଣି ଚିଲ ଯେ କୁଳବତୀ ହୋଇଥିଲା ସାଧବ ନାରୀ ସାବରାଣୀ ହେଲା ପୂର୍ବକୃତ ପୁଷା ପୁଣ୍ୟର ଫଳେ ଭୋଗ ବୁନ୍ଦିଲେ କରମ କୁଫଳେ ଶିଆଳ ଯେ ବ୍ରତ ଖଣ୍ଡନ କଲା ମରିଚି ହୋଇ ସଂସାରେ ରହିଲା ଚିଲକା ତାରେ ରତନ କୟର ସୁର ସେରେ ନିରନ୍ତର ତେଣୁ ସେ ଧର୍ମ ଚରଣେ ଆସ ପ୍ରସାରେ କହେ ପୁରୁଷୋତ୍ତମ ଦାସ
ଅନ୍ତରେ ଯେ ଦୀପବାଣୀ ହେମନ୍ତ କହିଲେ ଯେ ଦୁଇ ଭଉଣୀ ମନ୍ତ୍ରୀ ଭାରି ଯାର ଯେତେ କହିଲେ ଜନ୍ମ ହୋଇ ସବୁ ତାର ମଲେ ନାନା ବିଧିରେ ନ ବଞ୍ଚିଲେ କିଛି ଶାଳାବତୀ ହେଲା ମହା ମରିଛି ଧନବତୀ ପୁତ୍ରବତୀ ଭଇଲା ଜନ୍ମ ହେଲେ କଳିଶ ପୁତ୍ରେ ମହା ସୁନ୍ଦର ସେ ଅତନ୍ତି ସୁତେ ତେଣେ ରହିଥାଇ ପୂର୍ବର ଜ୍ଞାନ କାଶା କରି ଛାଇ ଦୁତି ବାହାନ ପୁତ୍ରକୁ ହସ୍ତ କରି ଜନ ମିଳେ ନିରୋଗୀ ଆନନ୍ଦ ହୋଇ ସକଳେ ଅନେକ କହିଲି ଅନେକ ଧନ ତୁଳବତୀ ସେ କଥାରେ ଶାଳାବତୀ ହେଲା ମନ୍ତ୍ରୀ କାମିନୀ ଏଡ଼େ ଅବଗା ପୂର୍ବଲି ଅନେକ ତୁମର ଜାତ ହୋଇଛି କରିଛି ଦୋଷେ ସମସ୍ତେ ମରନ୍ତି ଆମରିଛି ଦୋଷେ ସମସ୍ତେ ମରନ୍ତି ଧୀରତେ ନୟନ ଲୁହ ଗଡ଼ଇ ଦେଶବସନ କିଛି ଦାନବ ଉଣି ପୁତ୍ର ମାନ ଦେଖି ମନେ ଉଠାଇ ମହାଉଠି ମୋହ ସାନ ହୋଇ ଏମନ୍ତ ହେଲା ଅପୂର୍ବ ପୁତ୍ର ମାନ ଜାତ କଲା ଏମ ସଙ୍ଗତେ ମରିଛି ନଇଲା ବହୁ ସୁଖେ ଘର ଦୁଆର କଲା ଏତିକି ସହଇ ଏତେ କୁମର ଏମନ୍ତ ବିଚାରି ମନ୍ତ୍ରୀର ନାରୀ ପୁତୁରାକୁ ଦେଖି ହୁଏ ଘର ବିଦାରୀ ପୂର୍ବରେ ଯାହାର ଚରେ ପୂର୍ବରେ ଯାହାର ଅର୍ଜିତ ନାହିଁ ଏ ଜନ୍ମେ ଲଢ଼ିଲେ ପାଇବ ଛନ୍ଦମନ୍ଦ ସାଧ ବାଣୀ ଠାରେ କିଛି ନ ଥାଏ ଯେ ଆପଣା ଘରେ ପୁତ୍ରମାନଙ୍କୁ କହଇ ମଧୁର ମିଶି ଯାଉଥିବ ମାଉସୀ ଘର ଯେତ ମାଉସୀ ତାଠାରୁ ଧରୁଥିବେ ସେ ଉପରେ ମନ ଦୁଃଖ ତାର ପାଶୋଇ ଯିବ ଏହା ବିଚାରି ସୁତକୁ ପେଶୋଇ ମନ୍ତ୍ରୀ ଭାରି ଯା ତାହା ନ ଜାଣଇ ଭଲଇ ଦେଖଣା କାହାଣୀ ପାଇଁ ପୁଅକୁ ଦେଉଥାଏ ପଠିଆଇ ଏମନ୍ତ ସବୁ ନାହିଁ ମୋର ଦେହ ଯୋଡ଼ିଯା ପଡ଼ିଯାଉ ଏହାଙ୍କ ଦେହ ଏମନ୍ତ ବିଚାରି କରି ରତେ ପୁତୁରା ମାନେ ମରିଲେ କେମତେ ମୋହ ସଙ୍ଗତ ଦାସୀ ମାନେ ଏମନ୍ତ କର ଭଉଣୀ ପୁଅ କାହାକୁ ମାରିବା ବିଶ୍ୱାସ କରି ସେହି ନ ଜାଣିବେ କପଟରି ସାସାଣି ଆଜ୍ଞା କରିବେ ଭାଙ୍ଗି ପାରି କହିଲେ ଆକୁଳ ମନ୍ତ୍ରୀର ମଣି ଜଗୁଣ ରହିଲା ସାନ ଭଉଣୀ ବୁଝିଲା ଏକୋଇଶ ଦ୍ରବାଣୀ ପୂର୍ବ କଥା ମାନ ମନେ ସୁମରି ବୁଝିଲାର ବେଲେ ପରଚନ ଧନୁତର ବେଲି ଦୁତି ବାହାନ ଗୋରସ ତୋର ହୋଇ କୁମର ଦୁଇ କାଠ ଧରି ସେ କାଠ ତୀର ପିନ୍ଧିଲେ ଶାଳାବତୀ ସେ କାଣ୍ଡ ଢାଳି ଶାଳାବତୀ ମରିଛି ଦୋଷ ହେଲା ଯେତେବେଳେ କଥା ଶୁଣିବ
কান্দ মারিবারে সুন্দরী সালাবতী সাধবানী কলে নানা ফল নানা ব্যঞ্জন পাউষ পৃষ্ঠক আদি পুণি দেবযজ্ঞ পাঠ কলে সে জানি ছিল শিয়াল কলে নিবেদন বন্ধু কুটুম্বକୁ
ରାନ୍ଧିବ ଆସି ବିବିଧ ବ୍ୟଞ୍ଜନ ପୂଜିବା ଦ୍ରବ୍ୟ ବାଣ୍ଟିବ ବିଧାନ ଏମନ୍ତ ପ୍ରକାରେ ଦ୍ୱିତୀୟା ବିଧି କାଷ୍ଠା କଲା ନାରୀ ପାଇବ ବିଧି ଚିଲ ଶିଆଳ ଯେ ଓଷା କଲେ ଦେଖିବ ଟିକି ଦୋଷା ପାଇଥିଲେ ତେଣୁ ଏ ଓଷା ଯେ ସ୍ତ୍ରୀ କରିବ ଅକ୍ଷୟ ପୁତ୍ର ସମ୍ପଦ ପାଇବ ଯେ ବନ୍ଧ୍ୟା ଯେ ମୃତ ବଶ୍ଚା ନାରୀ ଏତେକ ସୁଖ ହୁଅନ୍ତି ତାଙ୍କରି କାଷ୍ଠା ବଳେ କୁଷ୍ଠାଦି ରୋଗ ଯେତେ ନାଶ ହୁଅନ୍ତି ଯେ ମହାବ୍ରତେ ଯେ ଯାହା ବିଚାରି କରେ ଏ ଓଷା ଓ ଭରସା ନୁହେଁ ପାଏ ଭରସା ନିନ୍ଦା କରନ୍ତି ଯେ ପୁରୁଷ ନାରୀ ତାଙ୍କ କୁମର ଜାତି ଯମପୁରୀ ମନେ ହେଲେ ନିନ୍ଦା ନ କରିବ କଲେ 7 ଜନ୍ମ ବନ୍ଧ୍ୟା ହୋଇବ ପ୍ରଶଂସା ସ୍ତୁତି ଗୋ କରିବ ପ୍ରଶଂସା ସ୍ତୁତି ଗୋ କରଇ ଯେହୁ କେବେ ଅପୁତ୍ରିକ ନୁହଁ ସେହୁ ଉଷା କଥା ଓଧା ଶୁଣି ଯେ ଯାଇ 7 ଜନ୍ମ ଯେ ଅପୁତ୍ରିକ ହୋଇ ତେଣୁ ଅଧେ ଶୁଣି କେବେ ନ ଯିବ ଶୋଇଲେ ଯେ ଯାହା ମୋତେ ଉଠିବ ଶୁଣ ଗୋ ସନ୍ତୋଷ ସୋଜନେ ହେବ ଆନନ୍ଦରେ ଜୟ ଜୟ ବୋଲିବ ମୁଖରେ ପୁଣି ହୁଳହୁଳି ଦେଇ ଗମନ କରିବ ଆନନ୍ଦ ହୋଇ ବଳଭଦ୍ର ରୂପ ଦୁତି ବାହନ ସହେତ ନିରଞ୍ଜନ ନନ୍ଦନ ଦୁତି ବାହନ ଗତିର ଗତି ରହିଛି ପୁରାଣେ ଜାନାମ ସ୍ଥିତି ରାଣ୍ଡି ବ୍ରାହ୍ମଣୀ ଚୋରି ପ୍ରତି ଦୋଷେ ଏ ଘେନି ହୋଇଲେ ଯୁଗଳ ବଂଶେ ଉଷା ହିନ୍ଦୁ ଉଷା କରି ହିନ୍ଦୁ ମୁସଲମାନ ବିରୋଧ ଆଉ ନ କରିବ ମନ ଦୁଇ ଦଳରେ ହି ଭାବ ରହୁ କାହାର ମନରେ ଆଶଙ୍କା ନହୁ ଯେଣୁ ଉପବାସ କରିବ ଏଥି ତାକୁ ନେଇ ଯମ ଦିଅ ଇ ଶାସ୍ତି ଏଣୁ ଏ ଦୁତି ବାହାନଙ୍କ ଆସ କଥା ବଣିଲେ ପୁରୁଷୋତ୍ତମ ଦାସ चाली